Audio Jungle. किचेन प्रीमियर लीग 2026 संस्करणर विजेता हेले श्रद्धांजलि सुपर्णा एवं अंजना। भुवनेश्वर कटक दैत्यनगरीर विभिन्न आवासिक सोसाइटी गुड़िक मध्यरे गत 2 मास धरी चलिथिबा रोमांचकर रंधन प्रतियोगिता परे पिपिलीर एडवेंचर कन्वेंशन एंड रिसोर्ट ठारे गतकाली अनुष्ठित हो जाइछि 93 पॉइंट रेड एफएम किचेन प्रीमियर लीग 2026 संस्करणर ग्रांड फाइनल रे श्रद्धांजलि स्वाई सुपर्णा मिश्र एवं अंजना पात्र विजय होइछन्ति। ଏହି ଗ୍ରାଣ୍ଡ ଫାଇନାଲରେ ମୋଟ 20 ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ଏକ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଥିଲା। ଗତ 2 ମାସ ଧରି ବିଭିନ୍ନ ହାଉସିଂ ସୋସାଇଟିରେ ଆୟୋଜିତ ପ୍ରାରମ୍ଭିକ ପର୍ଯ୍ୟାୟରେ ସଫଳତା ହାସଲ କରିବା ପରେ ଏହି ପ୍ରତିଯୋଗିତାଗଣ ଫାଇନାଲରେ ପହଞ୍ଚିଥିଲେ। ଫାଇନାଲିଷ୍ଟମାନଙ୍କ ମଧ୍ୟରେ ଉତ୍ସାହୀ ହୋମ୍ ସେଫ୍ ଏବଂ ରୋଷେଇ ପ୍ରେମୀମାନଙ୍କର ଏକ ବିବିଧ ସମାହାର ଥିଲା, ଯେଉଁମାନେ ନିଜର ଅସାଧାରଣ ସୃଜନଶୀଳତା ଓ ରନ୍ଧନ କୌଶଳର ପ୍ରଦର୍ଶନ କରିଥିଲେ। ଅନ୍ତିମ ପର୍ଯ୍ୟାୟରେ ପ୍ରତିଯୋଗୀମାନଙ୍କୁ 90 ମିନିଟ୍ ସମୟ ମଧ୍ୟରେ ନିଜ ପସନ୍ଦର ଏକ ବ୍ୟଞ୍ଜନ ପ୍ରସ୍ତୁତ କରିବାକୁ କୁହାଯାଇଥିଲା। ପ୍ରତିଯୋଗୀମାନେ ନୂତନତ୍ୱ, ଉପସ୍ଥାପନା ଶୈଳୀ, ସ୍ୱାଦ ଏବଂ ଉତ୍କୃଷ୍ଟ ରନ୍ଧନ କୌଶଳର ଅପୂର୍ବ ସମନ୍ୱୟ ଦେଖାଇ ପ୍ରତିଯୋଗିତାକୁ ବେଶ୍ ଆକର୍ଷଣୀୟ କରିଥିଲେ। କଠୋର ମୂଲ୍ୟାୟନ ପରେ ପୋଖରୀପୁଟ ସ୍ଥିତ କୋକିଲା ଗାର୍ଡେନର ଶ୍ରଦ୍ଧାଞ୍ଜଳି ସ୍ୱାଇଁ ପ୍ରତିଯୋଗିତାରେ ବିଜୟୀ ହୋଇଥିବା ବେଳେ ପୋଖରୀପୁଟ ସ୍ଥିତ ପ୍ରିଷ୍ଟିନ୍ ଗ୍ରୀନ୍ସର ସୁବର୍ଣ୍ଣା ମିଶ୍ର ପ୍ରଥମ ରନରଅପ୍ ଏବଂ ପଟିଆସ୍ଥିତ ରକପୁଲ ହାଇଟ୍ସର ଅଞ୍ଜନା ପାତ୍ର ଦ୍ୱିତୀୟ ରନରଅପ୍ ଭାବେ ବିବେଚିତ ହୋଇଥିଲେ। ଶ୍ରଦ୍ଧାଞ୍ଜଳିଙ୍କ ଶ୍ରୀଜଗନ୍ନାଥଙ୍କ 56 ଭୋଗକୁ ଉତ୍ସର୍ଗୀକୃତ 56 ଭୋଗ ପ୍ଲାଟର ସର୍ବଶ୍ରେଷ୍ଠ ବିବେଚିତ ହୋଇଥିବା ବେଳେ ସୁପର୍ଣ୍ଣାଙ୍କ ବ୍ରହ୍ମପୁର ଶୈଳୀର ମାଛ ଆମିଳ ଏହାର ସରଳତା ପାଇଁ ବିଚାରକ ଓ ଦର୍ଶକଙ୍କ ପ୍ରଶଂସା ସାଉଁଟିଥିଲା। अंजना पात्रଙ୍କ ପ୍ୟାନ୍ ଇଣ୍ଡିଆ ପ୍ଲାଟର ଦେଖିବାକୁ ଯେତିକି ଆକର୍ଷଣୀୟ ଥିଲା, ସ୍ୱାଦରେ ମଧ୍ୟ ସେତିକି ଉତ୍କୃଷ୍ଟ ଥିଲା। ଆତିଥ୍ୟ ଶିଳ୍ପ କ୍ଷେତ୍ରର ଅଭିଜ୍ଞ ବ୍ୟକ୍ତିତ୍ୱ ଏବଂ ବର୍ତ୍ତମାନ ଓଣ୍ଡରଲା ହଲିଡେଜ୍ ଲିମିଟେଡ୍ର ଭୁବନେଶ୍ୱର ପାର୍କ ହେଡ୍ ସମୀର ଅଲିଙ୍କ ନେତୃତ୍ୱରେ ବିଶିଷ୍ଟ ସେଫ୍ ଓ ଆତିଥ୍ୟ ଶିଳ୍ପର ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ନେଇ ଗଠିତ ବିଚାରକ ମଣ୍ଡଳୀ ବ୍ୟଞ୍ଜନଗୁଡ଼ିକର ମୂଲ୍ୟାୟନ କରିଥିଲେ। ବିଚାରକମାନଙ୍କ ଦ୍ୱାରା ସ୍ୱାଦ, ମୌଳିକତା, ଉପସ୍ଥାପନ, ପରିଚ୍ଛନ୍ନତା ଏବଂ ସାମଗ୍ରିକ ରନ୍ଧନ ଶୈଳୀକୁ ଆଧାର କରି ମୂଲ୍ୟାୟନ କରାଯାଇଥିଲା। ପ୍ରତିଯୋଗିତାର ଶେଷରେ ବିଜେତା ଓ ଫାଇନାଲିଷ୍ଟମାନଙ୍କୁ ସମ୍ମାନିତ କରାଯାଇଥିଲା। ବିଜେତା ଶ୍ରଦ୍ଧାଞ୍ଜଳି ସ୍ୱାଇଁଙ୍କୁ 10,000 ଟଙ୍କା, ପ୍ରଥମ ରନର୍ସଅପ୍ ସୁପର୍ଣ୍ଣା ମିଶ୍ରଙ୍କୁ 7,000 ଟଙ୍କା ଏବଂ ଦ୍ୱିତୀୟ ରନର୍ସଅପ୍ ଅଞ୍ଜନା ପାତ୍ରଙ୍କୁ 5,000 ଟଙ୍କାର ନଗଦ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ସହ ଆୟୋଜକମାନଙ୍କ ପକ୍ଷରୁ ବିଭିନ୍ନ ଉପହାର ଓ ଗିଫ୍ଟ ହ୍ୟାମ୍ପର ମଧ୍ୟ ପ୍ରଦାନ କରାଯାଇଥିଲା। 93.5 ରେଡ୍ ଏଫ୍ଏମ୍ କିଚେନ୍ ପ୍ରିମିୟର ଲିଗ୍ ଭୁବନେଶ୍ୱର କଟକ दैत्यनगरीର ଏକ ଅତ୍ୟନ୍ତ ଲୋକପ୍ରିୟ ଓ ସମୁଦାୟ ଭିତ୍ତିକ ରନ୍ଧନ ପ୍ରତିଯୋଗିତା ଭାବେ ପରିଚିତ ହୋଇପାରିଛି। ଘରୋଇ ମହିଳା, କାର୍ଯ୍ୟରତ ବୃତ୍ତିଜୀବୀ ଏବଂ ଖାଦ୍ୟପ୍ରେମୀମାନଙ୍କ ମଧ୍ୟରେ ଥିବା ଲୁକାୟିତ ରନ୍ଧନ ପ୍ରତିଭାକୁ ଖୋଜି ବାହାର କରିବା ଏବଂ ସମ୍ମାନିତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଆବାସିକ ସୋସାଇଟିଗୁଡ଼ିକରେ ଏହି ପ୍ରତିଯୋଗିତାର ଆୟୋଜନ ଦ୍ୱାରା ଏହା ଆଗ୍ରହୀ ଘରୋଇ ସେଫ୍ମାନଙ୍କୁ ନିଜ ପ୍ରତିଭା ପ୍ରଦର୍ଶନ କରିବା ଏବଂ ନିଜ ରନ୍ଧନ କୌଶଳ ପ୍ରଦର୍ଶନ କରିବା ପାଇଁ ଏକ ମଞ୍ଚ ଯୋଗାଇ ଦେଇଛି। 2026 ସଂସ୍କରଣରେ ଭୁବନେଶ୍ୱର କଟକ दैत्यनगरीର ବିଭିନ୍ନ ହାଉସିଂ ସୋସାଇଟିରୁ ଶତାଧିକ ପ୍ରତିଯୋଗୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଗ୍ରାଣ୍ଡ ଫାଇନାଲ ଏହି ସହରବ୍ୟାପୀ ରନ୍ଧନ ଯାତ୍ରାର ପରିସମାପ୍ତି ଥିଲା, ଯେଉଁଥିରେ ପ୍ରତ୍ୟେକ ଅଞ୍ଚଳର ଶ୍ରେଷ୍ଠ ପ୍ରତିଯୋଗୀମାନେ ନିଜ ଦକ୍ଷତାର ପ୍ରଦର୍ଶନ କରିଥିଲେ। ସମୃଦ୍ଧ ଓଡ଼ିଶାରୁ ବାଳକୃଷ୍ଣ ପଟ୍ଟନାୟକଙ୍କ ରିପୋର୍ଟ।